ମାଥ୍ୟୁ ଲିଖିତ ସୁସମାଚାର 18 ଅଧ୍ୟାୟ 19 ପଦରେ ଆମମାନଙ୍କୁ ଜଣାଏ କ'ଣ ଲେଖା ଅଛି। ଦୁଇ ଜଣ ମୋ ନାମରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇ ମାଗିବେ ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ। ଆପଣମାନେ ୟୁଟ୍ୟୁବ ଚ୍ୟାନେଲ ଖୋଲୁ ଖୋଲୁ ଆପଣମାନେ ଦେଖିବେ ଯେ କେବଳ ତପି ମିଶ୍ରଙ୍କର କଥା ହିଁ ଚାଲିଛି। ସେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ବହୁତ ଘୃଣା କରୁଛନ୍ତି ଆଉ ତାଡ଼ନା କରିବା ବିଷୟରେ ହିଁ ସେ କହନ୍ତି। ଆଉ ଆମମାନଙ୍କର ଯେଉଁମାନେ ୟୁଟ୍ୟୁବର ମାନେ ଅଛନ୍ତି ସେମାନେ ତାହାଙ୍କୁ କେବଳ ଜବାବ ଦେବାରେ ହିଁ ଲାଗିଛନ୍ତି, କିନ୍ତୁ କୌଣସି ଲୋକମାନେ ତାଙ୍କ ବିଷୟରେ ପ୍ରାର୍ଥନା କରିବା ବିଷୟରେ କେହି ମଧ୍ୟ ନୁହନ୍ତି। ବାକ୍ୟରେ ଲେଖାଯାଏ ଏହି ପ୍ରକାର ଅନେକ ନିନ୍ଦା ଖ୍ରୀଷ୍ଟିଆନ ଲୋକମାନଙ୍କ ନିମନ୍ତେ ଅଛି। ଖ୍ରୀଷ୍ଟିଆନ ଲୋକମାନେ ତାଡ଼ନା ଭୋଗ କରିବେ ବୋଲି ବାକ୍ୟରେ ଲେଖା ହେଇଛି। ଆପଣମାନେ ତା ସମସ୍ତେ ଜାଣନ୍ତି, ଯାହାକି ଜନ ଲିଖିତ ସୁସମାଚାର 16 ଅଧ୍ୟାୟ 33 ପଦରେ ଲେଖାଯାଏ, ତୁମ୍ଭେମାନେ ଯେପରି ମୋ ଠାରେ ଶାନ୍ତି ପ୍ରାପ୍ତ ହୁଅ ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଯୀଶୁ ଖ୍ରୀଷ୍ଟଙ୍କୁ ଯେଉଁମାନେ ଜାଣିଛନ୍ତି ସେମାନଙ୍କୁ ଯୀଶୁ ଖ୍ରୀଷ୍ଟ ଶାନ୍ତି ଦାନ କରି ସେ ଜଗତର ସ୍ୱର୍ଗକୁ ଯାଇଛନ୍ତି। କିନ୍ତୁ ଜଗତରେ ପ୍ରତ୍ୟେକ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ଲୋକମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଧୈର୍ଯ୍ୟ ଧରିବାକୁ ପଡ଼ିବ। କିନ୍ତୁ ଆହୁରି ମଧ୍ୟ ବାକ୍ୟରେ ଲେଖାଯାଏ, ଶତ୍ରୁମାନଙ୍କୁ ପ୍ରେମ କର, ଶତ୍ରୁମାନଙ୍କ ନିମନ୍ତେ ପ୍ରାର୍ଥନା କର। କିନ୍ତୁ ଆମର ୟୁଟ୍ୟୁବର ମାନେ ପ୍ରାର୍ଥନା ବିଷୟରେ କାହାକୁ ମଧ୍ୟ କହନ୍ତି। ସେଥି ନିମନ୍ତେ ମୁଁ ଆପଣମାନଙ୍କୁ ଅନୁରୋଧ କରେ, ଏହି ପ୍ରକାର ଲୋକମାନଙ୍କ ନିମନ୍ତେ, ବିଶେଷ କରି ତପି ମିଶ୍ରଙ୍କ ନିମନ୍ତେ ଆପଣମାନେ ପ୍ରାର୍ଥନା କରନ୍ତୁ। କେବଳ ୟୁଟ୍ୟୁବ ଦେଖନ୍ତୁ ନାହିଁ, ଏହି ଚଳଚ୍ଚିତ୍ର ଦେଖନ୍ତୁନି, ଆପଣମାନେ ପ୍ରାର୍ଥନା ରୁହନ୍ତୁ। ଯାହାକି ସଦାପ୍ରଭୁ କହନ୍ତି, ଯାହାକି ଏକତ୍ରିତ ହୋଇ 2 କିମ୍ବା 3 ଜଣ ମୋ ନାମରେ ପ୍ରାର୍ଥନା କରିବେ ସେଇଠାରେ ମୁଁ ଉପସ୍ଥିତ ଅଛି, ଆଉ ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ ବୋଲି ସେ କହନ୍ତି। ତେଣୁ ଆପଣମାନେ ପ୍ରାର୍ଥନା କରନ୍ତୁ। ଯାହାକି ଆମମାନେ ପ୍ରେରିତ ପୁସ୍ତକ 9 ଅଧ୍ୟାୟରେ ମଧ୍ୟ ଆମମାନେ ଯାହାକି ଦେଖିପାରୁ, ଜଣେ ବିଜାତୀୟ ଖ୍ରୀଷ୍ଟିଆନ ଲୋକମାନଙ୍କୁ ବହୁତ ତାଡ଼ନା କରୁଥିଲେ। କିଏ ସେ? ସାଉଲ। ସେ ଜେରୁସାଲେମର ଅଧ୍ୟକ୍ଷମାନଙ୍କ ପାଖରୁ ସେ ଲିପି ଫଳକ ମାଗି ଆଣିଥିଲେ, ଯେପରିକି ଏହି ଖ୍ରୀଷ୍ଟିଆନକୁ ଜାଣିଥିବା ଲୋକମାନଙ୍କୁ ସେ ଜେରୁସାଲେମ ମନ୍ଦିରରେ ନେଇ ସେମାନଙ୍କୁ ପକାନ୍ତି। ସେଥି ନିମନ୍ତେ ପତ୍ର ମାଗିଥିଲେ। ସମୟ ଅନୁକ୍ରମରେ ସେ ଯେତେବେଳେ ଦାମାସ୍କସର ନିକଟବର୍ତ୍ତୀରେ ସେ ହେଇଛନ୍ତି ଲୋକମାନଙ୍କୁ ତାଡ଼ନା କରିବା ନିମନ୍ତେ ଯିବା ପଥରେ, ସେହି ସମୟରେ ଆମମାନେ ଦେଖିପାରୁ ତାହାଙ୍କୁ ଜଣେ ଦର୍ଶନ ଦେଉଛନ୍ତି। କିଏ ଦର୍ଶନ ଦେଉଛନ୍ତି? ସେହି ବିଷୟରେ ମୁଁ ଆପଣମାନଙ୍କୁ ପଦେ ପଢ଼ି ଦେଇକି ଆପଣମାନଙ୍କୁ ଶୁଣାଇବି। ଯାହାକି ଲେଖାଯାଏ ପ୍ରେରିତ 9 ଅଧ୍ୟାୟ 3 ପଦରେ ଏଠି ଲେଖାଯାଏ, ପରେ ସେ ଯାଉ ଯାଉ ଦାମାସ୍କସର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାଙ୍କ ଚାରିଆଡ଼େ ଚମକି ଉଠିଲା। ସେଥିରେ ସେ ଭୂମିରେ ପଡ଼ିଯାଇ ତାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ସାଉଲ, ହେ ସାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ ଆମ୍ଭେ ସେହି ଯୀଶୁ ଅଟୁ। ଦେଖନ୍ତୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ ଆମ୍ଭେ ସେହି ଯୀଶୁ ଅଟୁ। ମାନେ ଆପଣମାନେ ଭାବନ୍ତୁ, ଯୀଶୁଙ୍କୁ ତାଡ଼ନା କରୁଥିବା ଏହି ସାଉଲ ଆଜି ଯୀଶୁଙ୍କୁ କ'ଣ କରିଛନ୍ତି?
ସେ ଗ୍ରହଣ କରି ପ୍ରଚାର କରିବା ନିମନ୍ତେ ଲାଗିଛନ୍ତି। ଆପଣମାନେ ଦେଖିବେ ସେ ହିଁ ପାଉଲ ବୋଲି ନାମରେ ପରିବର୍ତ୍ତନ ହେଇ, ଯାହାକି ଆମମାନେ ନୂତନ ନିୟମ ପୁସ୍ତକରେ ତାହାଙ୍କର 13-14ଟି ପୁସ୍ତକ ସେ ଲେଖିଛନ୍ତି। ଆଉ ସେ ନିଜକୁ ନମ୍ର ଭାବରେ ଆଚରଣ କରିଛନ୍ତି। ପ୍ରଭୁ ଯଦି ଚାହିଁବେ ଏହି ତପି ମିଶ୍ରଙ୍କୁ ମଧ୍ୟ ଦର୍ଶନ ଦେଇପାରନ୍ତି। ତପି ମିଶ୍ରଙ୍କ ଠାରୁ ଭୟଙ୍କର ଭାବରେ ତାଡ଼ନା କରୁଥିବା ବ୍ୟକ୍ତି ହେଉଛନ୍ତି ସାଉଲ। ଏ ସାଉଲଙ୍କୁ ଯୀଶୁ ନିଜେ ଦର୍ଶନ ଦେଇଥିଲେ, ତା ପ୍ରମାଣ ଆଜି ଏହି ବାଇବେଲରେ ଅଛି। ସେଥି ନିମନ୍ତେ ଅନୁରୋଧ କର, ଆପଣମାନେ ପ୍ରାର୍ଥନା କରନ୍ତୁ।